ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆଜି କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଏବଂ ଘର ପାଇଁ ବହୁତ ମୂଲ୍ୟବାନ ଟିପ୍ସ। ଯେଉଁ ଠାକୁର ଘରେ ରୂପା ମୁଦ୍ରା ରଖାଯାଏ ସେଠାରେ ଦେବୀ ଲକ୍ଷ୍ମୀ ବାସ କରନ୍ତି। ଏକ ରୂପା ମୁଦ୍ରା ଦେବୀ ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ। ଆପଣଙ୍କ ଠାକୁର ଘରେ ଏକ ମୁଦ୍ରା ରଖିବା ଦ୍ୱାରା ଭାଗ୍ୟର ପରିବର୍ତ୍ତନ ଆସିଥାଏ। ଅଶ୍ୱତ୍ଥ ଗଛର କାଠରେ ଏକ ଛୋଟ ଖଣ୍ଡକୁ ଲାଲ କପଡ଼ାରେ ଗୁଡ଼ାଇ ଦୁଆର ମୁହଁରେ ଟାଙ୍ଗି ଦିଅନ୍ତୁ କିମ୍ବା ଏହାକୁ ଆପଣଙ୍କ ପର୍ସରେ ରଖନ୍ତୁ। ମନ୍ଦିରରେ ବି ରଖନ୍ତୁ। ଏହା ଆପଣଙ୍କ ଘରେ ଦାରିଦ୍ର୍ୟ ପ୍ରବେଶ କରିବ ନାହିଁ, ଘରେ ସୁଖ ଶାନ୍ତି ଆଣିବ। ବାସ୍ତୁଶାସ୍ତ୍ର ଅନୁସାରେ କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି। ବେଲ ଗଛରେ ମା ଲକ୍ଷ୍ମୀ ବାସ କରନ୍ତି। ତେଣୁ ଘରର ପଛ ପଡ଼େ କଦଳୀ ଗଛ ଆଗରେ ବେଲ ଗଛ ରଖିଲେ ଶୁଭ ମନାଯାଏ ଓ ମାତା ଲକ୍ଷ୍ମୀ କୃପା ଆପଣଙ୍କ ଘରେ ସର୍ବଦା ରହିଥାଏ। ଯଦି ଆପଣ କୌଣସି କାରଣବଶତଃ ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ନୂଆ ପୋଷାକ ପିନ୍ଧିବାକୁ ପଡ଼ୁଥାଏ, ତେବେ ପ୍ରଥମେ ସେଥିରେ ପାଣି ଛିଞ୍ଚି ଦିଅନ୍ତୁ କିମ୍ବା ଅନ୍ୟ ଦିନ ଏହା ପିନ୍ଧନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ଠିକ୍ ସାମ୍ନାରେ ପ୍ରାଣ ପ୍ରତିଷ୍ଠା ମନ୍ଦିର ଥିବା ଶୁଭ ମନାଯାଏ ନାହିଁ। ଧାର୍ମିକ ମାନ୍ୟତା ଅନୁସାରେ ଯଦି ମନ୍ଦିରରେ ଶିଖର ଛାୟା ଘର ଉପରେ ପଡ଼େ ତେବେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ। ସେଥିପାଇଁ ଘର ନିର୍ମାଣ କିମ୍ବା କିଣିବା ସମୟରେ ଏସବୁ ବିଷୟରେ ବିଶେଷ ଧ୍ୟାନ ଦିଅନ୍ତୁ। ସକାଳର ନିଦ ମଣିଷର ଲକ୍ଷ୍ୟକୁ ଦୁର୍ବଳ କରିଦିଏ। ତେଣୁ ସଫଳତାର ଶିଖରରେ ପହଞ୍ଚିବାକୁ ଚାହୁଁଥିବା ଲୋକ କେବେ ବି ଡେରି ଯାଏଁ ଶୁଅନ୍ତି ନାହିଁ। ସେ ଆଗକୁ ବଢ଼ିବେ। ଯିଏ ସୂର୍ଯ୍ୟଙ୍କ ଠାରୁ ଆଗରେ ଉଠେ, ମାତ୍ର ଯିଏ ପଛରେ ରହିଯାଏ ସେ ସୂର୍ଯ୍ୟଙ୍କ ଉଠିବା ପରେ ହିଁ ଉଠେ। ଯେପରି ମଣିଷ ନିଜ ନିଜକୁ ପରିବର୍ତ୍ତନ କରିବାକୁ ନ ଚାହେଁ ସେ ପର୍ଯ୍ୟନ୍ତ ତାକୁ କେହି ବି ପରିବର୍ତ୍ତନ କରିପାରିବେ ନାହିଁ। ଯେଉଁ ମଣିଷ ନିଜକୁ ସବୁଠୁ ଜ୍ଞାନୀ ବୋଲି ବିଚାରିଥାଏ, ନିଜର ଜ୍ଞାନକୁ ହିଁ ଯଥେଷ୍ଟ ମନେ କରୁଥାଏ, ସେ କେବେ ଅନ୍ୟର ପରାମର୍ଶକୁ ଗ୍ରହଣ କରେ ନାହିଁ। ତାର ଶୁଭଚିନ୍ତକ ଭାବେ ଆପଣ ତାର ତ୍ରୁଟି ସୁଧାରିବାକୁ ଚାହୁଁଥିଲେ କିମ୍ବା କିଛି ଉଚିତ ପରାମର୍ଶ ଦେଲେ କୃତଜ୍ଞ ହେବା ପରିବର୍ତ୍ତେ ସେ ଆପଣଙ୍କୁ ଶତ୍ରୁ ବିଚାର କରେ। ବାସ୍ତୁଶାସ୍ତ୍ର ଅନୁସାରେ ସିଡ଼ି ତଳେ ସ୍ଥାନକୁ ସର୍ବଦା ସଫା ଓ ପରିଷ୍କାର ରଖନ୍ତୁ। ଏଠାରେ ଭାରି ଜିନିଷ ରଖିବା ପରିବର୍ତ୍ତେ କେବଳ ହାଲୁକା ସାମଗ୍ରୀ ରଖିବା ଭଲ, ଯାହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରଭାବ ବଢ଼ିଥାଏ। 11 ନମ୍ବର, ଶୁକ୍ରବାର ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାରରେ ଗାଈ ଘିଅରେ ଦୀପ ଜାଳନ୍ତୁ। କୌଣସି ମନ୍ଦିରରେ ଦୀପଦାନ ମଧ୍ୟ କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ। ମା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ। ଶୁକ୍ରବାର ସାଧାରଣତଃ ସ୍ୱାତ୍ୱିକ ମନୋଭାବ ରଖି ଦାନ ପୁଣ୍ୟ କଲେ ଶୁକ୍ର ଗ୍ରହ ବଳବାନ ହୁଅନ୍ତି, ଯାହାଦ୍ୱାରା ବ୍ୟକ୍ତିକୁ ସୁଖ ସମ୍ପଦ ଆକର୍ଷଣୀୟ ବ୍ୟକ୍ତିତ୍ୱ ପ୍ରାପ୍ତ ହୋଇଥାଏ। ଜୀବନରେ ସବୁବେଳେ ସହଜ ରାସ୍ତା କେବେ ମିଳେ ନାହିଁ। କେବେ କେବେ ଛୋଟ ଛୋଟ ଜିନିଷର ଅଭାବ ମଧ୍ୟ ବଡ଼ କାମ ଅଟକି ଯାଇଥାଏ। ତଥାପି ବଦଳିବ ପରିଶ୍ରମ କଲେ ସବୁ କିଛି ବଦଳିଥାଏ। ଖରାପ ସମୟ ତ ବଦଳିବ, କିନ୍ତୁ ଖରାପ ଲୋକ କେବେ ବି ବଦଳିବେ ନାହିଁ। ସେଥିପାଇଁ ସମୟକୁ ଖରାପ ନ କହି ଲୋକ ଚିହ୍ନିବା ଶିଖନ୍ତୁ। ନକାରାତ୍ମକ ବ୍ୟକ୍ତିଙ୍କ ଠାରୁ ସବୁବେଳେ ଦୂରେଇ ରୁହନ୍ତୁ। ଯେଉଁମାନେ ସବୁ କଥାରେ, ସବୁ ପରିସ୍ଥିତିରେ କେବଳ ନକାରାତ୍ମକ ଦିଗଟିକୁ ହିଁ ଦେଖନ୍ତି, ସେମାନେ ସବୁବେଳେ ଅଶାନ୍ତ ରହିଥାନ୍ତି। ଘର, ପରିବାର, ବୃତ୍ତି, ଅର୍ଥ ସବୁ ପ୍ରଚୁର ପାଇବା ସତ୍ତ୍ୱେ ଏମାନେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ବାଥରୁମ୍ କିମ୍ବା ଶୌଚାଳୟରେ ସିଡ଼ି ତଳେ କେବେ ରଖନ୍ତୁ ନାହିଁ। ବାସ୍ତୁ ଅନୁଚିତ ବୋଲି କୁହାଯାଏ। ବିଶ୍ୱାସ ଅନୁଯାୟୀ ଏହା ନକାରାତ୍ମକ ଶକ୍ତିର କେନ୍ଦ୍ର ହୋଇଯାଏ। ଘରର ସଦସ୍ୟମାନଙ୍କର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ସିଡ଼ି ତଳେ କେବେ ବି ଜୋତା ଚପଲ ରଖନ୍ତୁ ନାହିଁ।
ବାସ୍ତୁ ଅନୁଯାୟୀ ଏପରି କଲେ ଘରେ ନକାରାତ୍ମକ ଶକ୍ତି ବଢ଼ିଥାଏ, ଆର୍ଥିକ ସମସ୍ୟା ସୃଷ୍ଟି ମଧ୍ୟ ହୋଇଥାଏ। ତେଣୁ ଭିଡ଼ିଓଟି ଦୟାକରି ଶେଷ ପର୍ଯ୍ୟନ୍ତ ଦେଖିବା ସହିତ ଭିଡ଼ିଓଟି ଲାଇକ୍, ସେୟାର, କମେଣ୍ଟରେ କିଛି ଲେଖିକି ଦେବେ। ସିଡ଼ି ତଳେ କେବେ ରୋଷେଇ ଘର କିମ୍ବା ଗ୍ୟାସ୍ ଚୁଲା ତିଆରି କରିବା ଉଚିତ ନୁହେଁ। ବାସ୍ତୁ ମତ ଅନୁସାରେ ଏହା ଘରେ ଅଶାନ୍ତି, କଳହ ଓ ବିବାଦ ସୃଷ୍ଟି କରିଥାଏ। ଅନେକ ଲୋକ ସ୍ଥାନ ଅଭାବରୁ ସିଡ଼ି ତଳେ ପୂଜା ଘର କିମ୍ବା ମନ୍ଦିର ତିଆରି କରନ୍ତି, କିନ୍ତୁ ବାସ୍ତୁ ଅନୁଯାୟୀ ଏହା ଏକ ବଡ଼ ଦୋଷ ବୋଲି ଧରାଯାଏ। ଏପରି କଲେ ପୂଜାର ସମ୍ପୂର୍ଣ୍ଣ ଫଳ କେବେ ବି ମିଳେ ନାହିଁ, ଘରେ ଶାନ୍ତି ଭଙ୍ଗ ହୋଇଥାଏ। ସର୍ବଦା ଘରର ପୂର୍ବ ଦକ୍ଷିଣ କୋଣରେ କିମ୍ବା ପୂର୍ବ ଉତ୍ତର କୋଣରେ ରୋଷେଇ ଘର କରିବା ଉଚିତ। ଘରର ପୂର୍ବ ଦକ୍ଷିଣ କୋଣଟିକୁ ଅଗ୍ନି କୋଣ କୁହାଯାଏ, ଯାହା ରୋଷେଇ ଘର କଲେ ବହୁତ ଭଲ ହୋଇଥାଏ। ଦୟାକରି ଭିଡ଼ିଓଟିରେ ହାଇ ପଏଣ୍ଟ ଦୟାକରି ଦେବେ। ଆପଣ କେବଳ ସମ୍ପୂର୍ଣ୍ଣ ମନ ପ୍ରାଣରେ ନିଜର କର୍ମ କରନ୍ତୁ ଏବଂ ଫଳର ଚିନ୍ତା ସେହି ଭଗବାନଙ୍କ ଉପରେ ହିଁ ଛାଡ଼ି ଦିଅନ୍ତୁ। ଯେତେବେଳେ ସାରଥୀ ସ୍ୱୟଂ ମାଧବ ଅଟନ୍ତି, ସେତେବେଳେ ଜୀବନର ପ୍ରତ୍ୟେକ ଜିତିବା ନିଶ୍ଚିତ ହୋଇଥାଏ। ଏଠାରେ କିଛି ମଧ୍ୟ ସ୍ଥାୟୀ ହୋଇନଥାଏ। ଯାହା ଆଜି ଅଛି ତୁମର, ତାହା ଗତକାଲି ଅନ୍ୟ କାହାର ଥିଲା ଏବଂ ଆସନ୍ତାକାଲି ଅନ୍ୟ କାହାର ହୋଇଯିବ। ନିଜର ଆଜିର ବଞ୍ଚି ରୁହନ୍ତୁ, ହସି ଖୁସିରେ ରୁହନ୍ତୁ, ମନକୁ ଶାନ୍ତ କରନ୍ତୁ, କାରଣ ଯିଏ ତୁମକୁ ଏହି ସଂସାରରେ ପଠାଇଛନ୍ତି ତାଙ୍କୁ ତୁମର ସବୁଠାରୁ ବହୁତ ଅଧିକ ଚିନ୍ତା ଅଛି। ତେଣୁ ଆଗାମୀକାଲିର ଚିନ୍ତାରେ ହଜିଯାଇ ଆଜିର ସୌନ୍ଦର୍ଯ୍ୟକୁ ନଷ୍ଟ କରନ୍ତୁ ନାହିଁ। ଜୀବନ ଏକ ସରଳ ନିୟମ ମନେ ରଖ, ଯାହା ହେଲା ଭଲ ହେଲା, ଯାହା ହେଉଛି ଭଲ ହେଉଛି, ଯାହା ହେବ ଭଲ ହିଁ ହେବ। ଜୟ ଶ୍ରୀରାମ। ଜୟ ଶ୍ରୀରାମ କେବଳ ଏକ ନାରା ନୁହେଁ, ଏହା ସତ୍ୟ, ସାହସ ଓ ଧର୍ମ ପଥରେ ପ୍ରେରଣା ଦେଇଥାଏ। ପ୍ରଭୁ ଶ୍ରୀରାମଙ୍କର ଜୀବନ ଆମକୁ ଶିଖାଏ ଯେ ପରିସ୍ଥିତି ଯେତେ ବି କଠିନ ହେଉନା କାହିଁକି, ସତ୍ୟ ଓ ନ୍ୟାୟ ପଥରେ କେବେ ବି ଆମେ ସବୁ ପଥକୁ ଛାଡ଼ିବା ଉଚିତ ନୁହେଁ। ତାଙ୍କର ଆଦର୍ଶ, ଧୈର୍ଯ୍ୟ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରତ୍ୟେକ ମଣିଷ ପାଇଁ ପ୍ରେରଣା ହୋଇଥାଏ। ତେଣୁ ଜୟ ଶ୍ରୀରାମ କହିବାର ଅର୍ଥ କେବଳ ଉଚ୍ଚାରଣ ହୋଇନଥାଏ, ବରଂ ତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା, ସଂକଳ୍ପ ନେବା ହିଁ ଉଚିତ। ନମସ୍କାର, ଜୟ ଜଗନ୍ନାଥ। ଆଜିର ଏହି ଭିଡ଼ିଓଟି ମୁଁ ଏଇଠି ରଖୁଛି। ଜୟ ଜଗନ୍ନାଥ। ଆପଣ ସମସ୍ତେ ଭଲରେ ରୁହନ୍ତୁ।